ଶୁଣିଥିଲେ ଆଜି ଆଉ ଗୋଟେ ଗପ ଶୁଣିବା। ସମସ୍ତଙ୍କ ଗପ ଶୁଣିତେ ଇଚ୍ଛା ଅଛି? ଗପ ଶୁଣିତେ ଇଚ୍ଛା ଅଛି ହାତ ଦେଖିଲ। ସମସ୍ତଙ୍କ ଗପ ଶୁଣିତେ ଇଚ୍ଛା ଅଛି, କିନ୍ତୁ ମୁଁ ଯୋଉ ଗପ କହିବି ସେ ଗପ ଶୁଣିବ, ପୁଣି ଶେଷରେ ମୁଁ କିଛି ପ୍ରଶ୍ନ ପଚାରି ମତେ କହିବ। ସମସ୍ତେ ମନ ଦେଇ ଗପ ଶୁଣିବ ହେଲା। ଗପର ନାଁ କଣ? କାଉ କାହିଁକି କଳା। ଗପର ନାଁ ହେଲା କଣ? କାଉ କାହିଁକି କଳା। କାଉ କଳା ତମେ ଜାଣିଛ? କିନ୍ତୁ ସବୁ ପକ୍ଷୀ କଳା କି? ସବୁ ପକ୍ଷୀ କଳା ନୁହଁ, କିନ୍ତୁ କାଉ ହେଲା କଣ? କଳା। କାଉ କଣ ପାଇଁ କେମିତି କଳା ହେଲା ସେଇଟା ଆଜି ଜାଣିବା। ଗୋଟେ ଗଛରେ ଦିଟା ଚଢେଇ ରହୁଥିଲେ। କେତେଟା ଚଢେଇ ରହୁଥିଲେ? ଦି ଜଣ। ଦିନେ ଦୁଇ ଜଣ ଭିତରେ କଳି ହେଲା। କଳି ମାନେ କଣ? ଝଗଡା ଲାଗିଲା। ଯୋଉ ଆମ ଘର ଭିତରେ ଭାଇ ଭଉଣୀ ରହୁଛି ଝଗଡା ଲାଗୁଛି, ସେମିତି ସେ ଦି ଜଣ ଗଛରେ ଥିଲେ, ଦିନେ ଝଗଡା ଲାଗିଲେ। କଳି କରୁ କରୁ କଣ ହେଲା? ଦି ଜଣ ଗଛ ତଳକୁ ଖସିଗଲେ। କଣ ହେଲେ? ଗଛ ତଳକୁ ଖସିଗଲେ। ସେ ବୁଢୀଟିଏ ସେ ଗଛ ତଳେ ଘର କରିକି ରହୁଥିଲା। କିଏ ରହୁଥିଲା? ବୁଢୀ। ସେଠି ଘର କରିକି ଗଛ ମୂଳ ରହୁଥିଲା। ସେ ରୋଷେଇ ସାରିଥିଲା। ଚୁଲିରୁ ଅଙ୍ଗାର କାଢି ଗୋଟିଏ ଜାଗାରେ ରଖିଥିଲା। ଅଙ୍ଗାର ମାନେ କଣ? ଯୋଉ ପାଉଁଶ। ଚୁଲି କାଢିଲା ପରେ ମା ମାନେ ସବୁ ପାଉଁଶ କାଢନ୍ତି ଦେଖିଛ? ସେଇ ପାଉଁଶ କାଢିକି ସେ ଗୋଟେ ଜାଗାରେ ସେ ବୁଢୀ ରଖିଥିଲା। ପାଉଁଶ ସତକ ଆଉ ଏକ ଜାଗାରେ ରଖିଥିଲା। ଅଙ୍ଗାର ଅଲଗା ଜାଗାରେ ରଖିଥିଲା, ପାଉଁଶ ଅଲଗା ଜାଗାରେ ରଖିଥିଲା। ଅଙ୍ଗାର ମାନେ କଣ? ଯୋଉ କାଠ ଜଳି ଯାଇଥିବ ଆଉ ଅଳ୍ପ ଜଳିବାକୁ ଥିବ, ଅଳ୍ପ ଅଳ୍ପ ନିଆଁ ଥିବ ଯୋଉଟା, ସେଇଟା ହେଲା ଅଙ୍ଗାର। ପାଉଁଶ ହେଲା କଣ? ଯୋଉଟା ଜଳି ଯାଇକି ଆଉ ଲାଷ୍ଟକୁ ଧଳା ଗୁଣ୍ଡ ଖାଇନି ସବୁ ଚୁଲିର, ସେଇଟା କଣ ହେଲା? ଏଟା ହେଲା ପାଉଁଶ। ସେଟାକୁ ଅଲଗା ରଖିଛି, ସେ ନିଆଁକୁ ବୁଢୀ ଅଲଗା ରଖିଛି। ଗଛରୁ ଖସି ପଡି ଜଣେ ଚଢେଇ ଅଙ୍ଗାର ଉପରେ ପଡିଲା, ତାର ରଙ୍ଗ କଳା ହେଇଗଲା, ସେ ହେଲା କାଉ। ଦିଟା ଚଢେଇ ଥିଲେ, ଗୋଟେ ଚଢେଇ ପଡିଗଲା ଅଙ୍ଗାର ଉପରେ, ଅଙ୍ଗାରଟା କଳା। ସେ ଯୋଉ ଅଙ୍ଗାର ଉପରେ ପଡିଗଲା ସେ କଣ ହେଲା? କଳା ହେଇଗଲା। ତା ନାଁ କଣ ହେଲା? କାଉ। ଆଉ ଗୋଟେ ଆର ଚଢେଇଟି ପାଉଁଶ ଉପରେ ପଡିଲା। ପାଉଁଶଟା କଣ? କଳା। ସେ ଯେହେତୁ ପଡିଗଲା ତା ରଙ୍ଗ କଣ ହେଇଗଲା? ସେ କଳା ରଙ୍ଗ ହେଇଗଲା, ସେ ହେଲା ବଗ। ତେଣୁ ଯିଏ ଅଙ୍ଗାର ଉପରେ ପଡିଲା ତା ନାଁ କଣ ହେଲା? ସେ କଣ ହେଇଗଲା? ତା ରଙ୍ଗ କଳା। ଆଉ ଯିଏ ପଡିଲା ପାଉଁଶ ଉପରେ ପଡିଲା ତା ରଙ୍ଗ କଣ ହେଲା? ତା ନାଁ କଣ ହେଲା? ବଗ। ତେଣୁ ବଗ କଣ ପାଇଁ ଧଳା, କାଉ କଣ ପାଇଁ କଳା, ସମସ୍ତେ ଜାଣିପାରିଲ? ତେଣୁ ଗୋଟେ ଗଛରେ କେତେଟା ଚଢେଇ ରହୁଥିଲେ? ଦି ଜଣ କଣ ପାଇଁ ଗୋଟେ ଝଗଡା ଲାଗିଲେ, ଲାଗିକି କଣ ହେଲା? ତଳେ ପଡିଗଲେ। ତଳେ ପଡିଗଲେ ସେଠି ଆଉ କିଏ ରହୁଥିଲା? ଜଣେ ବୁଢୀ ଘର କରି ରହୁଥିଲା। ସେ ଯେହେତୁ ଘର